ସତ ସମ୍ପର୍କ ଭିତରେ ଏ ମିଛ ବଦନାମଟା ପଶି ସବୁକିଛି ଶେଷ କରିଦେଇଥିଲା। ବଦନାମ ପରେ ବଦନାମ କେତେ ସହିବି, ଆଉ ସହିପାରୁନଥିଲି। ଇଚ୍ଛା ହେଉଥିଲା ଜୀବନ ଦେଇଦେବାକୁ। ମୁଁ ଯଦି ଅଜାଣତରେ ଭୁଲ କଲେ ଯେଉଁ ନିଜର ଲୋକମାନେ ଲୁଚାଇବା କଥା ସେଇମାନେ ମୋତେ ମିଛରେ ବଦନାମ କରି ଚାଲିଥିଲେ। କାନ୍ଦୁଥିଲା ଟୁକୁନା ଆଉ କହୁଥିଲା, ଭାଇ ଆଉ ପାରୁନି। ମୋ ସ୍ତ୍ରୀ ମୋ ଶାଶୁ ଶ୍ୱଶୁର ମୋତେ ସବୁବେଳେ ନିଚା ଦେଖାଇ ଚାଲିଛନ୍ତି। ତାଙ୍କ ବନ୍ଧୁବାନ୍ଧବ ପାଖରେ ସବୁବେଳେ ଛୋଟ କରୁଛନ୍ତି। ତାଙ୍କ ସମ୍ପର୍କଠୁ ମୁଁ ଜାଣିଶୁଣି ଦୂରେଇ ରହୁଛି। କାହିଁକିନା ମୋ ସ୍ତ୍ରୀ କାହା ସହିତ ମିଶେଇବାକୁ ଦେଉନି। ଖାଲି ଇଏ ଖରାପ ସିଏ ଖରାପ, ତା ସହିତ କଥା ହେବନି, ୟା ସହିତ କଥା ହେବନି। ସେଥିପାଇଁ ମୁଁ ଜାଣିକି ସମସ୍ତଙ୍କଠୁ ଦୂରେଇ ରହୁଥିଲି। ତଥାପି ମିଛରେ ସବୁବେଳେ ମୋ ବିରୁଦ୍ଧରେ ସମସ୍ତଙ୍କ ପାଖରେ କହି ଚାଲିଥିଲେ ପୁରା ପରିବାର। ମୋ ସ୍ତ୍ରୀ ଏମିତି ନଥିଲା ଭାଇ। ମୋ ଶାଶୁ ଶ୍ୱଶୁର ତା ମୁଣ୍ଡଟାକୁ ବିଗିଡ଼େଇ ଦେଇସାରିଛନ୍ତି। ସେମାନେ ସମସ୍ତେ ତାଙ୍କ ସମ୍ପର୍କ ସହିତ ବେଶ ଭଲ ସମ୍ପର୍କ ରଖୁଛନ୍ତି, ହେଲେ ମୋତେ ସବୁବେଳେ ସମସ୍ତଙ୍କ ପାଖରେ ବେଜିତ କରି ଛୋଟ କରୁଛନ୍ତି। ମୋ କ୍ୟାରେକ୍ଟରକୁ ବି ନେଇ କେତେ କ'ଣ କହୁଛନ୍ତି, ଯେମିତି ସେମାନେ ମୋତେ ସବୁବେଳେ ଘୃଣା କରିବେ। କ'ଣ କରିବି କିଛି ଚିନ୍ତା କରିପାରୁନି। ଏମିତି ମିଛ ବଦନାମ ସହି ସହି କେତେ ସହିବି। ବେଳେବେଳେ ଇଚ୍ଛା ହେଉଛି ଜୀବନ ହାରିଦେବି। ଇଏ ତ ବଡ଼ ଅଜବ କଥା। ମୁଁ ସେ ଟୁକୁନାକୁ କ'ଣ କହି ବୁଝେଇବି ଭାବିପାରୁନଥିଲି। ବିଚାରା ଭାରି ଟେନସନରେ ଥିଲା। କିଛି ବି କରିଦେଇପାରେ। ଆଉ କିଛି କଥା ହେଇଥିଲେ କ'ଣ ବୁଝେଇଥାନ୍ତି। ସ୍ତ୍ରୀକୁ ଶ୍ୱଶୁର ଘର ଲୋକ କ'ଣ ବୁଝେଇବି। ଖାଲି ଏତିକି କହିଲି, ସବୁ ଠିକ୍ ହେଇଯିବ ଟୁକୁନା ଭାଇ, ସମୟକୁ ଅପେକ୍ଷା କର। ସତ କହିଲେ, ହାତ ଧରି ବାହା ହେଇଥିବା ଜୀବନ ସାଥୀଟା କାହାର? ତମର ନା ତା ବାପା ମାଆଙ୍କର? ମାନୁଛି ବାପା ମା ଜନ୍ମ ଦେଇଛନ୍ତି ସତ, ହେଲେ ଥରେ ସେ ହୋମନିଆର ଅଗ୍ନିକୁ ସାକ୍ଷୀ ରଖି ଯେତେବେଳେ 7 ଜନ୍ମ ପାଇଁ ସାଥୀ ହେବାକୁ ପରସ୍ପର କଥା ଦେଲେ, ସେବେଠୁ ଗୋଟାଏ ସ୍ତ୍ରୀର ପ୍ରଥମ ଅଧିକାର କେବଳ ତା ସ୍ୱାମୀର। ଆଉ ଯଦି ସେହି ସ୍ତ୍ରୀ ନିଜ ବାପା ମାଆଙ୍କ କଥାରେ ପଡ଼ି ସ୍ୱାମୀକୁ ସନ୍ଦେହ କରିବ, ସ୍ୱାମୀକୁ ନିଜ ସମ୍ପର୍କୀୟ ପାଖରେ ଛୋଟ କରିବ, ସ୍ୱାମୀ କଥା ନ ମାନି ବାପା ମାଆଙ୍କ କଥାରେ ଚାଲିବ, ସ୍ୱାମୀକୁ କୁକୁର ଭଳି ବ୍ୟବହାର କରିବ, ସ୍ୱାମୀକୁ ମିଛରେ କ୍ୟାରେକ୍ଟରକୁ ନେଇ ତାଙ୍କ ସମ୍ପର୍କୀୟ ପାଖରେ ଧୋଇବା, ଏସବୁ କେତେ ଦୂର ଠିକ୍ ଆଜ୍ଞା? ଏତେ ସବୁ ପରେ ବି ଟୁକୁନା ତା ସ୍ତ୍ରୀକୁ ବହୁତ ଭଲ ପାଉଥିଲା। ହେଲେ ତାର ଗୋଟେ ଦୁଃଖ ଥିଲା, ସେଇମାନେ ଯେଉଁମାନଙ୍କ ପାଇଁ ଏତେ ଭଲ ପାଉଥିବା ସ୍ତ୍ରୀଟା ଆଜି ବଦଳି ଯାଇଥିଲା। ସେ ଯେତେ ଚେଷ୍ଟା କରୁଥିଲା ପୁଣି ପୂର୍ବ ଭଳି ସବୁ ଠିକ୍ ହେଇଯାଉ, କିନ୍ତୁ ସେମାନେ ଠିକ୍ କରିବାକୁ ଜମା ବି ଦେଉନଥିଲେ। ଏମିତିକି ଆଜି ସେଇମାନଙ୍କ ପାଇଁ ତାର ସବୁ ବିଜନେସ୍ ବି ଡାଉନ୍ ହେଇଯାଇଥିଲା। ସବୁବେଳେ ଏତେ ମାନସିକ ଚାପ ରହୁଥିଲା ଯେ ବିଜନେସ୍ ବି ଡାଉନ୍ ହେଇଯାଇଥିଲା। ସେପଟେ ବଦନାମ ଆଉ ଶ୍ୱଶୁର ଘର କଥାରେ ସ୍ତ୍ରୀର ଟର୍ଚର, ଆଉ ଏପଟେ ଫାଇନାନ୍ସ ସମସ୍ୟା। କ'ଣ କରିବ ଭାବି ପାରୁନଥିଲା। ପୁରା ଭାଙ୍ଗି ପଡ଼ିଥିଲା ବିଚାରା। ଅନେକ ବୁଝେଇଲି, ଭଗବାନଙ୍କ ଉପରେ ଭରସା ରଖିବାକୁ କହିଲି, ଆଉ କ'ଣ କରିପାରିଥାନ୍ତି। ମୁଁ କିଛି ରାସ୍ତା ବତେଇ ବୋଲି ଭାବି ମୋତେ କଲ୍ କରିଥିଲା, ହେଲେ ଅନ୍ୟ କିଛି କଥା ହେଇଥିଲେ କିଛି କହିଥାନ୍ତି। ନିଜ ଧର୍ମପତ୍ନୀଟା ଯେତେବେଳେ ଶତ୍ରୁ ହେଇଯିବ କ'ଣ କହି ବୁଝେଇବି। ଶେଷରେ ଫୋନ୍ଟା କାଟିଦେଲା। ଆଉ ଏଇ କେଇପଦ କଥା କେବଳ ସଚେତନ ପାଇଁ ଲେଖିଦେଲି। ଏସବୁ ଘଟଣା ପ୍ରାୟ ସମସ୍ତଙ୍କର ଘଟୁଛି। ଏତିକି କହିବି, ଯେଉଁ ସ୍ତ୍ରୀମାନେ ନିଜ ସ୍ୱାମୀ ସହିତ ଏମିତି କରୁଛନ୍ତି, ପ୍ଲିଜ୍ ଏମିତି କରନ୍ତୁନି। ଆଉ ଯେଉଁ ବାପା ମା ମାନେ ଝିଅର ଘର ଭାଙ୍ଗୁଛନ୍ତି, ତାଙ୍କ ସୁଖର ସଂସାର ଭିତରେ ପଶି ଝଡ଼ ସୃଷ୍ଟି କରୁଛନ୍ତି, ସେମାନେ ବି ଏସବୁରୁ ଦୂରେଇ ରୁହନ୍ତୁ। ନହେଲେ ଟୁକୁନା ଆଜି କିଛି କରିନି, କାଲି କିଛି ନ କରିଦେବ ବୋଲି କ'ଣ ମାନେ ଅଛି? ଆଉ ଟୁକୁନା ଭଳି ଅନେକ ଏମିତି ଅଛନ୍ତି ଏହି ସମସ୍ୟାରେ ସମ୍ମୁଖୀନ ହେଉଥିଲେ ବି ଲାଜ ଆଉ ଇଜ୍ଜତ ଯିବା ଭୟରେ କାହାକୁ କିଛି କହିପାରନ୍ତିନି। ମୁଁ ଜାଣିନି ଏହି କଥାରେ ଆପଣମାନେ କେତେ ଏକମତ, କିନ୍ତୁ ଆପଣଙ୍କ ମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।